ଆମ ପରମେଶ୍ୱର ମହାନ। ଦୁଷ୍ଟ ଲୋକକୁ ବା ଭୁଲ ହେବା ଲୋକଙ୍କୁ ଗୋଟେ ସୁଯୋଗ ଦିଅନ୍ତି ସାଙ୍ଗେ ସାଙ୍ଗେ, ନହେଲେ ଏତେ ପାପି କେତେ ଦୁଷ୍ଟ ମୂର୍ଖ ଲୋକମାନେ ଆମ ଚାରିଆଡେ ଲୋକମାନେ ଅଛନ୍ତି କି ନାଇଁ। ଆମେ ଜାଣୁ ଆମେ ଏତେ ପାପି, ଏତେ ମୂର୍ଖ, ଏତେ ଦୁଷ୍ଟ ନରଘାତକ, ଦୁଷ୍କର୍ମୀ, ଅତ୍ୟାଚାରୀ, ହେଁ, ଭ୍ରଷ୍ଟାଚାର, ଏତିକି ଲୋକକୁ ପରମେଶ୍ୱର କାହିଁକି ସହୁଛନ୍ତି, ମାରି ଦଉନାହାନ୍ତି ଏମାନଙ୍କୁ ବୋଲି ଲାଗୁଥିବ ଆମକୁ। ଆମେ ଜାଣୁ ଜୀବନ ମରଣ ଆମ ହାତରେ ନାହିଁ, କାହାକୁ ମାରିବାର ହକ ଆମକୁ ନାହିଁ, କିଛି ନାହିଁ। ପରମେଶ୍ୱର ମାରି ଦେଉନାହାନ୍ତି ବୋଲି ହଉଥିବ, କିନ୍ତୁ ପରମେଶ୍ୱର ଏମାନେ ସେଠି ବଞ୍ଚିଛନ୍ତି ନାଇଁ କି, ବଞ୍ଚିଥିବା ଭିତରେ ବଞ୍ଚି ଥାଉ ଥାଉ ଏମାନେ ପରିବର୍ତ୍ତନ ହେବାର ସୁଯୋଗ ଅଛି ସୁସମାଚାର ଶୁଣିକି। ଏମାନେ ବଞ୍ଚିବାଟା ହିଁ ଆକ୍ଚୁଆଲି ଏକ ଅନୁଗ୍ରହ। ଦୁଷ୍ଟ ହେଇକି ବି ମରିଗଲେ କଣ, ମରିଗଲେ ଡାଇରେକ୍ଟ ନରକ, ଆଉ ଅପସନ ନାହିଁ, ମରିଗଲା ପରେ ଅପସନ ନାହିଁ। ବଞ୍ଚି ଥାଇକି ବି କୁछ ଅପସନ ଢୁଣ୍ଡନା है कि ମୁଁ ବଞ୍ଚି ଯିବା ପାଇଁ କଣ କରିବାକୁ ହେବ ଆଜ୍ଞା, ମୋର ପାଇଁ ଆଶ୍ରୟ କିଛି ଅଛି କି? ଡୁ ଆଇ ହ୍ୟାଭ୍ a refuge? Do I have an option to get saved? ମୋ ଉପରେ ଯୋଉ ଦଣ୍ଡର ସଜା ଶୁଣାଇ ଦିଆଗଲା, ମୋର ଅପରାଧର ଯୋଉ ଦଣ୍ଡ ଆସୁଛି ଆଜ୍ଞା, ସେଥିରୁ ବଞ୍ଚି ଯିବାର ସୁଯୋଗ କିଛି ଅଛି କି ବୋଲି ଲୋକମାନେ ଖୋଜି ବୁଲିବା କଥା କି ନାଇଁ। ଲୋକମାନେ ଖୋଜୁନାହାନ୍ତି, କିନ୍ତୁ ପରମେଶ୍ୱର ଦାସ ମାନଙ୍କୁ ପଠାଉଛନ୍ତି, ଲୋକମାନଙ୍କୁ ଯାଇକି କୁହ କି ସୁଯୋଗ ଅଛି ଯୀଶୁ ଖ୍ରୀଷ୍ଟଙ୍କ ଠାରେ। ଏଇଟା ଆମର ଲୋକମାନଙ୍କ ଦୃଷ୍ଟିରେ ଆମର କଣ କହିବେ, ଗୋଟେ ଗୋଟେ ଦୁର୍ବଳତା ନେଇ ଆମ ଏଥିପାଇଁ ଆମକୁ ୱିକ୍ ବୋଲି ଭାବନ୍ତୁ ଲୋକମାନେ। ସୁସମାଚାର ପ୍ରଚାର କରୁଛନ୍ତି, ଯୀଶୁଙ୍କ ଏବେ ପ୍ରଚାର କର, ପରମିଶନ ଅଛି କି? ଆରେ ତୋର ବଞ୍ଚିବାର ସୁଯୋଗର ଅପସନ ଆମେ ପ୍ରଚାର କଲା ବେଳକୁ ତୁମକୁ ବୁଝିପାରୁନୁ ନାଇଁ କି? ତମର ବଞ୍ଚି ଯିବାର ଅପସନ ଆମେ ଶିକ୍ଷା ଦେଉଛୁ ଏଠି। ଆମର ସୁସମାଚାର କଣ, ଯୀଶୁକୁ ଗ୍ରହଣ କର, ଯୀଶୁକୁ ଗ୍ରହଣ କର, ଧର୍ମ ପରିବର୍ତ୍ତନ ତ କରୁନୁ। ଆମେ କଣ ଦଉଛୁ ମାନେ ଏମାନଙ୍କ ଉପରେ ଥିବା ଦଣ୍ଡ ସତ୍ୱେ ବଞ୍ଚି ଯିବାର ଉପାୟ ଆମେ କହୁଛୁ। ଏଟା ଆମର ସୁସମାଚାରର ଲକ୍ଷ୍ୟ। ଇଂଲିଶରେ that is called getting saved। ପରିତ୍ରାଣ ମାନେ କଣ, ରକ୍ଷା ପାଇଯିବା। ଆମର ସୁସମାଚାରର ଲକ୍ଷ୍ୟ ସୁସ୍ଥତା ନୁହେଁ, କାରଣ ସୁସ୍ଥ ନ ହେଇକି ବି ଲୋକମାନେ ଡେଫିନେଟଲି ମରିବେ ତ ମରିବେ ତ ମରିବେ ହିଁ। ଆଜି ସୁସ୍ଥ ହେଇଗଲ ବୋଲି କାଲି ମରିବ ନାଇଁ କି? ମରଲା ପରେ ଯୋଉ ଦଣ୍ଡ ଅଛି, ଯୋଉ ସଜା ଅଛି, ହେଁ, ତାହା ଠାରୁ ଯେପରି ବଞ୍ଚିଯିବ, ମରିବା ପୂର୍ବରୁ ଆମେ ଦେଉଥିବା ଅପସନ ଏଟା। କୋର୍ଟରେ କେସ୍ ହେବା ପୂର୍ବରୁ ପୋଲିସ ମାନେ କଣ କରନ୍ତି, ଦିଟା ପାର୍ଟି ଭିତରେ ପୋଲିସ ମାନେ ସାଙ୍ଗେ ସାଙ୍ଗେ କେସ୍ ରେଜିଷ୍ଟର କରନ୍ତିନି ଆଜ୍ଞା, ଦେଖନ୍ତି ଏଟା ବିଚାରେ ମାନେ ପାଗଳ ହେଇଛନ୍ତି, ଦି ଭାଇ ଝଗଡା ହେଇଯାଇଛନ୍ତି ପ୍ରପର୍ଟି କେସ ରେ, ନହେଲେ ଦି ସ୍ୱାମୀ ସ୍ତ୍ରୀ ଝଗଡା ହେଇଯାଇଛନ୍ତି କଣ ଗୋଟେ ପଇସାର କେସ ରେ, ମାନେ କଣ ହେଇଛନ୍ତି, ପୋଲିସ କଣ କରିବ, ସାଙ୍ଗେ ସାଙ୍ଗେ କେସ୍ କରିଦେଲେ ଜଣଙ୍କର ଲାଗି ଜଣଙ୍କର କ୍ଷତି ହେଇଯିବ। ସେଥିପାଇଁ ପୋଲିସ ମାନେ, ଭଲ ପୋଲିସ କଣ କରନ୍ତି, ନାଇଁ ନାଇଁ କମ୍ପ୍ରମାଇଜ ପାଇଁ ଡାକିବି ବୋଲି ପୋଲିସ ଷ୍ଟେସନ ଡାକନ୍ତି, ବୁଝାନ୍ତି କି ଭାଇ ଥାଉ, ତମର ପ୍ରପର୍ଟି ତମର ହାତଟା, ଭଲରେ ବୁଝାମଣା ହୁଅନ୍ତୁ ବୋଲେ। ନାଇଁ ତାକୁ ଏ କରିଦେବି, ତାକୁ ସେ କରିଦେବି, ପୁଲିସ କହିବ ହଉ କେସ୍ ରେଜିଷ୍ଟର କର। କେ କୋର୍ଟରେ ପଳାଇଲା ପରେ ଯେତେବେଳେ ସେଇ ଟଣାଟଣି ବେଶୀ ଥିବ, ଲମ୍ବା ଚାଲିବ କି ନାଇଁ କେସ୍ ଟା, ଲମ୍ବା ଚାଲିବ, ଲୟର କୁ କେତେ ହେଲେ ଦଉଥିବେ ଦି ପାର୍ଟି, ପଇସା ସରି ଯାଉଥିବ, କୁଆଡେ ଛିଣ୍ଡୁ ନଥିବ ସେଟା। କେସ୍ କରିଲେ ହେଇଯିବ ଗୋଟେ 2 ମାସରେ ହେଇଯିବ କାମ, ଭାବିଲା ବେଳକୁ 2 ମାସ କୁଆଡ 4 5 ବର୍ଷ, ଆମେ ବୁଢା ହେଇଯିବ କିନ୍ତୁ କେସ୍ ଟା ଛିଣ୍ଡିବ ନାହିଁ କୋର୍ଟରେ। ସେତେବେଳେ ମାନେ ବିରକ୍ତ ହେଇକି ପୋଲିସ ଷ୍ଟେସନକୁ ଯାଇକି, ସାର୍ କିଛି କମ୍ପ୍ରମାଇଜ ର ଅପସନ କିଛି ଅଛି କି ବୋଲର, ସେତେବେଳେ ପୋଲିସ ଗାଳି କରିବ, ଆଜ୍ଞା ମୁଁ ଆଗରୁ ହିଁ କହିଥିଲି ତମକୁ, ତୁମେ ଜାଣିନ ଏ କେସ ର ଝମେଲା। ଏମିତି ଲୋକମାନେ ଜାଣିନାହାନ୍ତି
ମନ ଇଚ୍ଛା ପାପ କରିଦଉଛନ୍ତି ଆଉ ମରଲା ପରେ କିଛି ନାହିଁ। ମରଲା ପରେ ମାଟିରେ ମିଶି ଯିବାର ହେଲେ ପବନରେ ମିଶି ଯିବାର ଭାବୁଛନ୍ତି। ଆମେ ବୁଝାଉଛୁ ମରଲା ପରେ ପବନ ମାଟି ନାହିଁ ଭାଇ। ନରକର ନିଆଁ ଜଗିଛି ତୁମେ ଜାଣିନ। ବିଶ୍ୱାସ କର ଏଇ କଥାକୁ। ବିଶ୍ୱାସ ମାନେ କଣ? ପ୍ରଭୁ ମୋ ଜୀବନରେ କାମ କରିବେ, ସୁସ୍ଥ କରିବେ, ସେଇଟା ବିଶ୍ୱାସ ନାହିଁ। ତୁମେ ବିଶ୍ୱାସ କରିବ କି ପାପର ଗୋଟେ ଦଣ୍ଡ ଅଛି। ତୁମେ ବିଶ୍ୱାସ କରିବ ବିଚାର କରିବାର ଜଣେ ପରମେଶ୍ୱର ଅଛନ୍ତି। ତୁମେ ବିଶ୍ୱାସ କରିବାକୁ ପଡିବ କି ଆମର ଅପରାଧ, ଆମ ପାପର ଯୋଗୁ ଆମ ଉପରେ ଈଶ୍ୱରଙ୍କର କ୍ରୋଧ ଓ ବିଚାର ବର୍ତ୍ତିଛି ବୋଲି ବିଶ୍ୱାସ କରିବାକୁ ପଡିବ। ଦଣ୍ଡ ଅଛି ମରଲା ପରେ ବୋଲି। ତାପରେ ବିଶ୍ୱାସ କରିବାକୁ ପଡିବ କି ଏଇ ଦଣ୍ଡରୁ ରକ୍ଷା ପାଇବାର ସୁଯୋଗ ଅଛି ବୋଲି। ତାପରେ ବିଶ୍ୱାସ କରିବାକୁ ପଡିବ ଆଉ ସେଇ ସୁଯୋଗ ଯୀଶୁ ଖ୍ରୀଷ୍ଟ ଛଡା କେହି ଦେଇପାରିବେ ନାହିଁ ବୋଲି। ଯୀଶୁ ଖ୍ରୀଷ୍ଟ କେମିତି ଦେବେ? ସେ ଆମର ପାଇଁ କୃଷାର୍ପିତ ହେଇ ରକ୍ତ ଝରାଇଥିବାରୁ ଯୀଶୁ ଛଡା ଆମକୁ କେହି ରକ୍ଷା କରିପାରିବେନି ବୋଲି ବିଶ୍ୱାସ ଯଦି କରିବ ପରିତ୍ରାଣ ପାଇବ। ଦ୍ୟାଟ ଇଜ ସୁସମାଚାର। ସୁସ୍ଥତା, ଆଶୀର୍ବାଦ, ଗାଡି ବଙ୍ଗଲା, ଘର ଦ୍ୱାର ମିଳିବ, ଏଇଟା ସୁସମାଚାର ନାହିଁ ତ? The purpose of gospel is to get you saved from the punishment, the eternal punishment, ଅନନ୍ତ କାଳର ଦଣ୍ଡ।